ପରେ ବଢ଼ିଛି ନିମାପଡ଼ା ରାଜନୀତିର ତାତି। ଅପାଙ୍କ ରାଗର କାରଣ ସର୍ବସମ୍ମୁଖରେ କହିଦେଲେ ଭାଇନା। ଭାଇରାଲ ଫଟୋ ହେଲା ସମୀର ପ୍ରଭାତୀ କଳିର ମୂଳଦୁଆ। ହଁ ଦର୍ଶକ ବନ୍ଧୁ, କିଛି ଦିନର ବ୍ରେକ୍ ପରେ ପୁଣି ଥରେ ବଢ଼ିଛି ନିମାପଡ଼ା ରାଜନୀତିର ତାପମାତ୍ରା। ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ବିରୋଧରେ ବର୍ଷିଛନ୍ତି ଭେଟେରାନ୍ ନେତା ସମୀର ରଞ୍ଜନ ଦାସ। କେବଳ ବର୍ଷି ନାହାନ୍ତି, 2 ବର୍ଷ ତଳର କଳା ଗୁମର ବି ଖୋଲିଛନ୍ତି। କାହିଁକି ସମୀର ଏବଂ ପ୍ରଭାତୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା, ଏହା ପଛରେ କ'ଣ ରହିଛି ମୁଖ୍ୟ କାରଣ, ସେ ସମ୍ପର୍କରେ ମଞ୍ଚ ଉପରେ ଖୋଲି କହିଛନ୍ତି ସମୀର। ଆଉ ସମୀରଙ୍କ ବୟାନ ପରେ ଏବେ ନିମାପଡ଼ା ରାଜନୀତି ସରଗରମ ହୋଇଛି। ତେବେ ପ୍ରଭାତୀ ପରିଡ଼ା ବିଧାୟିକା ହେବା ପରେ ଏବଂ ଉପମୁଖ୍ୟମନ୍ତ୍ରୀ ହେବା ପରେ ସମୀରଙ୍କ ଠାରୁ ଦୂରତା ବଜାୟ ରଖିଛନ୍ତି, ଯାହାକୁ ନେଇ ପ୍ରଭାତୀ କ୍ଷମତା ପାଇବା ପରେ ସମୀରଙ୍କୁ ଗୋଡ଼ରେ ଆଡ଼େଇ ଦେଇଥିବା ଚର୍ଚ୍ଚା ବଢ଼ିଥିଲା। ଏପରିକି ପ୍ରଭାତୀଙ୍କୁ କ୍ଷମତା ଲୋଭୀ ବି କୁହାଯାଉଥିଲା, କିନ୍ତୁ ଏହି କାରଣ ଯଥେଷ୍ଟ ନୁହେଁ। ମୁଖ୍ୟ କାରଣ ସମୀର ଏବଂ ପ୍ରଭାତୀଙ୍କ ଏକ ଭାଇରାଲ ଫଟୋ ବୋଲି ଏବେ ନିଜେ ସମୀର ସ୍ପଷ୍ଟ କରିଛନ୍ତି। ହୋଟେଲ ରୁମ୍ରେ ପ୍ରଭାତୀ ସମୀରଙ୍କ ହାତ ଧରି ମୁଣ୍ଡିଆ ମାରୁଥିବା ଏକ ଫଟୋ ପାଇଁ ପ୍ରଭାତୀ ରାଗ ରଖିବା ସହିତ ସମୀରଙ୍କ ବିରୋଧରେ ଛିଡ଼ା ହୋଇଥିବା କହିଛନ୍ତି ସମୀର। 4 ତାରିଖରେ ଗଣତି ହେଲା, ମତେ ମୁଣ୍ଡିଆ ମାରିଲେ ଫଟୋଟା ଉଠିଲା, ସେ ଫଟୋ ଭାଇରାଲ ହେଲା। 12 ତାରିଖରେ ଉପମୁଖ୍ୟମନ୍ତ୍ରୀ ହେଲେ, ସରକାର ଗଣା ହେଲା। 17 ତାରିଖରେ ସେ ଯାଇଥିଲେ ମୋ ଗାଁକୁ ରଜ ମେଳନ। ସେଠି ସେ ଯାହା କହିଲେ ତାକୁ ଆପଣମାନେ ଭିଡିଓ ମାଧ୍ୟମରେ ଏବେ ବି ଶୁଣିପାରିବେ। ଆମ ସୋସିଆଲ ମିଡିଆର ଯୋଉମାନେ ବନ୍ଧୁ ଅଛନ୍ତି ତାକୁ ଟିକେ ମଝିରେ ଚଲେଇ ଦିଅନ୍ତୁ 17 ତାରିଖରେ ରଜର ଯୋଉ କାର୍ଯ୍ୟକ୍ରମକୁ। ଏବଂ 20 ତାରିଖ ଦିନ ମୋ ଭାଇକି ଫୋନ କରି ଠିକଠାକୁ କହିଲେ, ସେ ଫଟୋ କାହିଁ ଭାଇରାଲ ହେଲା, ମୋ ଭାଇନା ଠାରୁ ସମ୍ପର୍କ ଛିଣ୍ଡେଇଲି, ଆଉ ମୋ ଫୋନ ଉଠେଇଲାନି କି ମୋ ମେସେଜ ରିସିଭ କଲାନି। 20 ତାରିଖ ଦିନ ଅର୍ଥ 12 ତାରିଖରେ ସରକାର ହେଲା, 20 ତାରିଖରେ ସମ୍ପର୍କ କଟେଇଲା। କେବଳ ଏତିକି ନୁହେଁ, ପ୍ରଭାତୀଙ୍କୁ ଜିତାଇବା ପାଇଁ ସମୀର କ'ଣ କ'ଣ କରିଛନ୍ତି ସେ ସମ୍ପର୍କରେ ଚିଠା ଖୋଲିବା ସହିତ ଆଗକୁ ତାଙ୍କୁ ଜୋରଦାର ବିରୋଧ କରାଯିବା ନେଇ ଖୋଲାଖୋଲି ଚ୍ୟାଲେଞ୍ଜ ବି ଦେଇଥିବା ଦେଖିବାକୁ ମିଳିଛି। ଆଉ ଏଥିରୁ ନିମାପଡ଼ା ରାଜନୀତି ଆଗକୁ ବଦଳିବା ସହିତ ବିଜେପି ପାଇଁ ଲସ୍ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଖରାପ ବୋଲି ଆମେ କହିବା ପାଇଁ ଚାହୁଁନାହୁଁ, କିନ୍ତୁ ଯାହା ଆପଣଙ୍କର ଆଜିର ସଭାପତି ଯୋଉ କଥାଟି କହିଲେ ଯେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆମେ ଭାରତୀୟ ଜନତା ପାର୍ଟିରେ ଅଛୁ ସତ, କିନ୍ତୁ ଭାରତୀୟ ଜନତା ପାର୍ଟିରେ ଡିସିଏମ ଯେହେତୁ ପ୍ରଭାତୀ ପରିଡ଼ା ଅଛନ୍ତି, ସେ ଯୋଉ ପ୍ରାର୍ଥୀ ଦେବେ ସେ ପ୍ରାର୍ଥୀକୁ ଭୋଟ ଦେବା ପାଇଁ ତମେ ଆମକୁ କହିବ ନାହିଁ। ଆମେ ତାଙ୍କୁ ନିଶ୍ଚିତ ତାଙ୍କ ବିରୁଦ୍ଧରେ ଆମେ ନିର୍ବାଚନକୁ ଓହ୍ଲେଇବୁ। ଏ ଯୋଉ ପ୍ରତାପ ସିଏ ଦେଲେ, ତା ପରବର୍ତ୍ତୀ ଅବସ୍ଥାରେ ବାମନାଳ ପଞ୍ଚାୟତର ଯେତେ ନେତୃତ୍ୱ ତାଙ୍କର ବକ୍ତବ୍ୟ ରଖିଛନ୍ତି, ମା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତେ ସେଇ କଥା କହିଲେ। ତେଣୁ ମୁଁ ଆଗରୁ କହିଥିଲି, ମୋର ଇଚ୍ଛା ବିରୁଦ୍ଧରେ ସେ ପ୍ରାର୍ଥୀକି ମୁଁ ସମର୍ଥନ କରିଥିଲି। ତେଣୁ ଆଜି ଯେହେତୁ ଆପଣଙ୍କର ଇଚ୍ଛା ତାଙ୍କ ବିରୁଦ୍ଧରେ ନିର୍ବାଚନକୁ ଓହ୍ଲେଇବା ପାଇଁ, ଆପଣମାନଙ୍କର ଇଚ୍ଛା ସହିତ ମୁଁ ରହିଛି, ଲୋକଙ୍କର ଇଚ୍ଛା ସହିତ ମୁଁ ରହିଛି। ଲୋକଙ୍କ ଇଚ୍ଛା ବାହାରେ କେବେ ସମୀର ଦାସ ରାଜନୀତି କରେ ନା। ମୁଁ ଖାଲି ଆପଣମାନଙ୍କୁ ପଚାରିବାକୁ ଚାହେଁ, କ୍ଷମତା ପାଇଲେ କେବଳ ରାଜନୀତି ହେଇପାରିବ, ଲୋକଙ୍କ ସେବା ହେଇପାରିବ, ଲୋକଙ୍କ ସମସ୍ୟା ସମାଧାନ କରାଯାଇପାରିବ, କ୍ଷମତା ବାହାରେ କ'ଣ ହେଇପାରିବ ନାହିଁ। ବ୍ୟୁରୋ ରିପୋର୍ଟ ରିଓ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।